ओडिशा प्लस खबर ही केन्द्रीय विद्यालय निकट मंगलपुर कईया गड़ाणिया युवतीଙ୍କର ମୃତଦେହ ଠାବ ହତ୍ୟା ସନ୍ଦେହ। ଢେଙ୍କାନାଳ ସଦର ଥାନା କେନ୍ଦ୍ରୀୟ ବିଦ୍ୟାଳୟର ନିକଟ ମଙ୍ଗଳପୁର କଇଁଆ ଗଡ଼ାଣିଆରେ ଯୁବତୀଙ୍କର ମୃତଦେହ ଠାବ କରାଯାଇଛି। ଯୁବତୀ ଜଣକ ମଙ୍ଗଳପୁର ମଜୁରୀ ଛକର ଜଳନ୍ଧର ସାହୁଙ୍କର ଝିଅ ଜସ୍ମିନ ସାହୁ ବୋଲି ଜଣାପଡ଼ିଛି। ଗତକାଲିଠାରୁ ସେ ଘରକୁ କୋଚିଂ ଯାଇ ଆଉ ଫେରି ନଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଆଜି ଶୁକ୍ରବାର ମଧ୍ୟାହ୍ନ ଗୋଟାଏ ବେଳେ ମୃତଦେହ ଠାବ କରି ପୋଲିସକୁ ଖବର ଦେଇଥିଲେ। କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଓଡ଼ିଶା ପ୍ଲସ୍। ନା ଗୋଟେ ଡେଡ୍ ବଡିଟେ ଝିଅର ମିଳିଛି। ସେ କାଲିଠୁ କ'ଣ ମିସିଂ ଥିଲା, ପଡ଼ିଯାଇକି ଟ୍ୟୁସନ୍ ପଡ଼ିଯାଇକି ଫେରି ନଥିଲା ବୋଲି କହୁଛନ୍ତି। ତାର ତଦନ୍ତ ଚାଲିଛି। ସାଇଣ୍ଟିଫିକ୍ ଟିମ୍ ଆସିଲା ପରେ ଟିକେ ଜଣାପଡ଼ିବ ପୋଷ୍ଟମର୍ଟମ୍ ପରେ। କାଲି ଝିଅ ଘରୁ 2ଟାରେ କୋଚିଂ ଗଲା। ତାଙ୍କ କୋଚିଂ 3ଟାରେ ଆରମ୍ଭ ହେଲା। ରେବଣ୍ଡ କୋଚିଂରେ ସେ କୋଚିଂ ନେଉଥିଲା। ଘରୁ ବସ୍ରେ ଯାଇଛି। ଆମ ଛକରୁ ମଜୁର ଛକରୁ ଶ୍ରୀପଦ ବସ୍ରେ ଗଲା। ସେ 3ଟାରେ କୋଚିଂ ଗଲା। 5ଟା 40ରେ କୋଚିଂ ଛୁଟି ହେଲା। 5ଟା 40ରେ ସିମିଳିଆର 2ଟି ଝିଅ ଆଉ ଆମ ଝିଅ 3 ଜଣ ସେ ଫେରସ୍ତ ଆସିଲେ। ସେ ଗଣେଶ ବଜାରରେ ଝିଅ 2ଟା ସେ ସିମିଳିଆ ଗଲେ। ଆମ ଝିଅ ଚାଲି ଚାଲି ପରିବା ମାର୍କେଟ ପର୍ଯ୍ୟନ୍ତ ଆସିଲା। ପରିବା ମାର୍କେଟ ଆସିବା ଭିତରେ ଆମ କ'ଣ ପାଇଁ ଝିଅ ଡେରିରେ ଫେରିଲା ବୋଲି 6ଟା 15 ହେଲା ଯେତେବେଳେ ମୁଁ ଆମ ଘରେ ପଚାରିଲି ଯେ ଝିଅ ଆସିନି। ସେ ମନା କଲେ, ନାହିଁ ଝିଅ ଆସିନି। ତେଣୁ ମୋ ସାଙ୍ଗକୁ ଫୋନ୍ କଲି ଯେ ଝିଅ ଦେଖେ, ଆଉ ଆମ ଝିଅ ଏଠି ପରିବା ମାର୍କେଟରେ ଠିଆ ହେଇଥିବ, ଆଉ ଯଦି ଥିବ ତାକୁ ଧରିକି ପଳେଇ ଆସିବୁ। ସେ ଦେଖିଲା 2-3 ଥର ଖୋଜାଖୋଜି କଲା, ପାଇଲାନି। ମୁଁ କହିଲି ତୁ ପଳେଇ ଆସେ, ମୁଁ ଯିବି। ଆଉ 6ଟା 20ରେ ମୁଁ ଯାଇ ସେଠୁ ଗଲି। 6ଟା 20 ଯାଇକିରି ସେଠି ଖୋଜାଖୋଜି କଲା ପରେ ପାଇଲେନି। ତାପରେ ତାଙ୍କ ଯେଉଁ ଟ୍ୟୁସନ୍ର ସାର୍ ଅଛନ୍ତି, ମୁନୁ ସାର୍ଙ୍କୁ ଫୋନ୍ କଲି। ମୁନୁ ସାର୍ ଆସିଲେ, ତଥାପି ଆମର କୌଣସି ସନ୍ଧାନ ମିଳିଲାନି। ତାପରେ ମୋ ସାଙ୍ଗ କୀର୍ତ୍ତିଚନ୍ଦ୍ର ଦାସ ଏବଂ ପ୍ରଶାନ୍ତ କୁମାର ପରିଡ଼ା, ଆମ ମଜୁର ଛକର ସହଯୋଗୀ ଭାଇ, ସେ ଯାଇକି ପହଞ୍ଚିଲେ। 10ଟା ପର୍ଯ୍ୟନ୍ତ ଖୋଜାଖୋଜି କଲୁ, କୌଣସି ସନ୍ଧାନ ମିଳିଲାନି। ତାପରେ ଆମେ ଯାଇକିରି ଟାଉନ ଥାନାରେ FIR ଦେଲୁ। ସେ ମ୍ୟାଡ଼ାମ୍ କହିଲେ ଯେ ଏବେ ଯଦି FIR ଦେବା ଟିକେ ଅଲଗା ପ୍ରକାର ମୋଡ଼ ହେବ, ତେଣୁ ସକାଳେ ତୁମେ FIR ଦେବ, ଖୋଜାଖୋଜି କର। ସକାଳେ ଯଦି 10ଟା ପର୍ଯ୍ୟନ୍ତ ଅପେକ୍ଷା କଲେ ଯଦି ନ ହେଇପାରିବ ତାହେଲେ FIR ଏଣ୍ଟ୍ରି କରିବା। ଆଉ ତାପରେ 10ଟା 30 ହେଇଛି। ସେଠୁ ସାର୍ ଫୋନ୍ କଲେ ଟାଉନ ଥାନାରୁ। ଆମେ ଗଲୁ ଟାଉନ ଥାନାରେ FIR ଦେଇସାରିଛୁ। ସେଠୁ ସେଥିରୁ ଯେଉଁ ଆମର CCTV ଫୁଟେଜ୍ ଥିଲା ଆମର ପରିବା ମାର୍କେଟରେ, ସେଇ ପରିବା ମାର୍କେଟରେ ଆସିକି CCTV ଫୁଟେଜ୍ ଦେଖୁଛୁ। ଆମ ପୁତୁରା ଫୋନ୍ କଲା ଯେ ଦାଦା ପଳେଇ ଆସ, ଆଉ ଝିଅ ନାହିଁ। ଆଉ ଝିଅକୁ ଘୋଷାରିକିନି ଆମର ପଥରରେ ଛେଚିକିନି ତାକୁ ମାରିଛନ୍ତି। ତେଣୁ ଆଜ୍ଞା ମୁଁ ସେମିତି କହିପାରିବିନି, କାରଣ ମୋ ନିଜ ଝିଅ, ମୁଁ ସେ ଦେଖିନି। ସେ ମୁହଁ ମାଡ଼ିକିନି ତଳେ ପଡ଼ିଛି, କିନ୍ତୁ ତାର ମୁହଁ ଭାଗକୁ ଦେଖିଲୁ, ଆମେ ବୁଲିକି ଦେଖିଲୁ, ତା ମୁହଁକୁ ପୁରା ଛେଚିକି ମରା ହେଇଛି। ମାଛି ପୁରା ଚାରିପଟେ ଆସୁଛନ୍ତି। ତେଣୁ ଆଜି ମୋ ଝିଅ ହେଲା ତ ସମାଜର ଅଲଗା କୌଣସି ଝିଅଙ୍କର ସେଇଭଳିଆ କେସ୍ ନ ହେବ ବୋଲି କିଛି ମାନେ ନାହିଁ। ତେଣୁ ଏହାର ତଦନ୍ତ କରି ଉଚିତ ନ୍ୟାୟ ମିଳୁ। ତେଣୁ ଏଇ ଅମାନୁଷିକ ଯେକୌଣସି ଯୁବକ ଏଇଭଳିଆ କାମ କରୁଛନ୍ତି, ଯେମିତି ତାଙ୍କୁ ଉଚିତ ଦଣ୍ଡ ମିଳିବା ଆବଶ୍ୟକ। ओडिशा प्लस खबर ही